50-60 ଟଙ୍କା ହେଲାଣି ଏ ଦୋକାନୀ ଗୁଡାକ ଠକେଇବାରେ ଟିକେ କମ କରୁନାହାନ୍ତି। ଦେଖୁନ କେମିତି ପଚା ଆଳୁ ଗୁଡାକ ଦେଇ ଦେଇଛନ୍ତି। ତମକୁ ସବୁ ଧର୍ମ ସହିବଟି, ଧର୍ମ ଟିକେ ସହିବଟି। ବୋଉ ବୋଉଲ ମୋ ପୁଅ ଡାକୁଛି ନା କଣ? ଏ ବୋଉ କଣ ହେଲା ଗୁଲୁରୁ, କଣ କହୁଛୁ? ବୋଉ ମତେ ଜୋର ଭୋକ ଲାଗିଲାଣି, ଦେ କଣ ଖାଇବି। ବାପା ସେତେବେଳେ ଖାଉଥିଲା, ତତେ ଡାକୁଥିଲି, ଆସିକି ବାପା ପାଖରେ ଖାଇଦେଲୁନି, ବାପା ଖୁଆଇ ଦେଇଥାନ୍ତା। ମତେ ବା ଏବେ ଭୋକ ଲାଗୁଛି, ମତେ ଏବେ ଦେ, ମୁଁ ଏବେ ଖାଇବି। ହଉ ହଉ ଯା ସେଠି ବସିବୁ, ଆଳୁ ଭଜା ଅଛି, ଆଉ ପଖାଳ ମୁଠେ ଖାଇଦବୁ ଆଉ। କଣ ଆଳୁ ଭଜା? ମୁଁ ଆଳୁ ଭଜା ଖାଇବିନି। ଆଳୁ ଭଜା ଖାଇବୁନି ଆଉ କଣ ଖାଇବୁ? ମତେ ମାଛ ଦେ, ମୁଁ ମାଛ ଖାଇବି। ମାଛ ଖାଇବୁ? ଏବେ ମୁଁ ମାଛ ତୋ ପାଇଁ କୋଉଠୁ ଆଣିବି? ତୁ ଏବେ ଏଇ ଆଳୁ ଭଜା ଲଗେଇକି ଖାଇଦେ, ଆଉ ରାତି ବେଳକୁ ତୋ ବାପାଙ୍କୁ କହିଲେ ଆସେ ମାଛ ନେଇ ଆସେ ଖାଇଦବୁ ଆଉ। ନା ମୁଁ ଏବେ ମାଛ ଖାଇବି, ତୁ ଦେ ମତେ। ଓହୋ ଏବେ ମୁଁ ତୋ ପାଇଁ କୋଉଠୁ ଆଣିବି? ମୁଁ ଜାଣିନି, ମୁଁ ମାଛ ଖାଇବି ମାନେ ମାଛ ଖାଇବି। କି ଛୁଆଟେ। ହଉ ଯା ବସିବୁ, ମୁଁ ଦେଖେ ନେଉଳି ଘରେ ମାଛ ହେଇଛି କି କଣ, ଆଉ ଯଦି ହେଇଥିବ ଖାଇବୁ, ନହେଲେ ସେ ଆଳୁ ଭଜା ଲଗେଇକି ଖାଇବୁ। ମୁଁ ହେଇଠି ବଇଛି, ମତେ ମାଛ ଆଣିକି ଦବୁ ଯେମିତି। ହଉ ହଉ ଯା ବସିବୁ। ଛୁଆ ଖଣ୍ଡକ ପାଇଁ ସବୁବେଳେ ତା ଘର ଦ୍ୱାର ମୁହଁକୁ ଯିବା ପାଇଁ ପଡୁଛି। ଏ ଲୋକ ଖଣ୍ଡଟା ବି ସେଇଭଳିଆ, ଆଜି ଗୋଟେ ବାର ଅଛି, ମାଛ ଫାଛ ଆଣିଥିଲେ ହେଇନଥାନ୍ତା। ଏ ନେଉଳି, ନେଉଳିଲ, ଏ ନେଉଳି ଘରେ ଅଛୁ ନା କୁଆଡେ ପଳେଇଥିଲ? ନାଇଁ ଲୋ ଅପା, ମୁଁ କୁଆଡେ ଯିବି, ଏ ଘର ଭିତରେ ଟିକେ ବସିଥିଲି ଆଉ। କଣ କହୁଥିଲି କି? ହାଲୋ ମୁଁ କଣ କହୁଥିଲି କି, ଏଇ ମୋ ପୁଅ ଖଣ୍ଡକ ଜମା ସେ ଆଳୁ ଭଜା ଲଗେଇ ଭାତ ଖାଉନି, ଖାଲି କହୁଛି ମାଛ ଖାଇବି ମାଛ ଖାଇବି। ଏବେ ମାଛ କୋଉଠୁ ଆଣିବି କହିଲୁ? ତୁ ମାଛ ତରକାରୀ କରିଛୁ କି? ନାଇଁ ଲୋ ଅପା, ମାଛ ତ ଆଜି ହେଇନାହିଁ, ହେଲେ ଶୁଖୁଆ ହେଇଛି, ଲୁଣି ଶୁଖୁଆ। ଲୁଣି ଶୁଖୁଆ କରିଛୁ? ହଁ ଲୋ ଅପା, ବଡ ଶୁଖୁଆଟେ ତ, ସେ ପୁରା ମାଛ ପିସ୍ ଭଳିଆ କଟା ହେଇଛି, ଆଉ ଶୁଖୁଆ ଦେଇଦବୁ ତ ପୁଅ ଖାଇଦବ। ହଉ ଟିକେ ଆଣିଲୁ, ସେ ଟୋକା ଖଣ୍ଡକ ଜମା ଖାଉନି ବା। ହଉ ରହ ଲୋ ଅପା, ମୁଁ ସାଙ୍ଗେ ସାଙ୍ଗେ ଆଣୁଛି। ଏ ଛୁଆ ଖଣ୍ଡକ ମତେ ବାର ଆଡେ ମଗେଇବ। ନେ ଲୋ ଅପା, ଏଇ ଶୁଖୁଆଟା ନେ, ଆଉ ଏଇ ଟିକେ ଡାଲି କରିଥିଲି ତ ପୁଅକୁ ଦେଇଦବୁ, ଖାଇଦବ। ଆଲୋ ନେଉଳି, ମୁଁ ତୋ ପାଖରୁ ତରକାରୀ ଟିକେ ନଉଛି ବୋଲି ତୁ ଖରାପ ଭାବୁନୁ ତ? କି କଥା କହୁଛୁ ଅପା, ତୋ ପୁଅ କି ମୋ ପୁଅ କି, ସେଇ ତ ଆମରି ପୁଅ ଖାଇବ, ଆଉ ଖରାପ କାହିଁକି ଭାବିବି? ନାଇଁ ଲୋ, ସେ ପୁଅ ଖଣ୍ଡକ ସେଇଭଳି ବା, ଖାଲି ଗୋଟେ ସବୁବେଳେ ବାର ଦୁଆର ମତେ ମଗଉଛି, ମତେ ଭାରି ଖରାପ ଲାଗୁଛି, ସେଇଥିପାଇଁ କହିଲି, କିଛି ଖରାପ ଭାବୁନୁ ତ ତୁ? ନାଇଁ ଲୋ, ଖରାପ ଭାବିବି, ନେ ଯା ତୋ ପୁଅ ଖାଇଦବ, ଭୋକ ଲାଗିବଣି ତାକୁ। ହଉ ଲୋ, ଖାଇସାରୁ ମୁଁ ଆସିକି ତତେ ଗିନା ଦେଇଦେବି। ହଉ ହଉ ଯା। ନେଲେ ବୁଲୁରୁ ଖାଇଦେ, ଏଇ ଶୁଖୁଆ ଆଉ ଡାଲି ଲଗେଇ ଖାଇଦେ। ଶୁଖୁଆ ମତେ ବଢିଆ ଲାଗିବ, ଦେ ଦେ। ହଉ ତୁ ବସିକି ଖାଇଦେ, ଆଉ ମୁଁ ସେପଟେ ଯାଉଛି ରୋଷେଇ କରିବି। ଭାଉଜ କଣ କରୁଛ କି? କଣ କରୁଛି, ଏଇ ଚାଉଳରୁ ଧାନ ବାଛୁଛି, ଭାତ ବସେଇବି। ରୋଷେଇ ଯେ ହେଇନି କି? ଏ 12ଟା ବେଳକୁ ରୋଷେଇ କରିଦେବି ନା କଣ? ଆଉ ଖାଇଲା ବେଳକୁ 2ଟା 3ଟା ହଉଛି, ଏ 12ଟା ବେଳକୁ ରୋଷେଇ କରିଦେଇ କଣ ଥଣ୍ଡା କରିଦେବି? ନାଇଁ ଭାଉଜ, ଏଇ ପୁଅ ଖାଇବ ବୋଲି ଭାତ କହୁଥିଲା ତ, ମୁଁ ଭାବିଲି ବୋଧେ ରୋଷେଇ କରିସାରିଥିବ, ଗରମ ଭାତ 2ଟା ଖୁଆଇଦେବି ଆଉ। ଓହୋ ନା ନା, ଆଉ ଗରମ ଭାତ ହେଇନି, ଏ ପଖାଳ ଭାତ ଦେଇଦିଅ, ଆଉ ଆଳୁ ଭଜା ଦେଇଦିଅ, ଖାଇଦବ ଆଉ। ଆଳୁ ଭଜା? ହଁ ଆଳୁ ଭଜା। ହଉ ଚାଲେ ରେ, ପଖାଳ ଭାତ ମୁଠେ ଖାଇଦବୁ, ଗାଧେଇ ସାରିଲେ ଗରମ ଭାତ ଖାଇବୁ ଆଉ। ଇଏ ସବୁ ଗୋଟେ ଗୋଟେ ଭିଆଇପି, ଗରମ ଭାତ ହେଇସାରିଲେ ଖାଇବେ। ହଉ ଏଇଠି ବସିକି ଖାଉଥା, ମୁଁ ଟିକେ ସେପଟୁ ଆସେ। ଆଲୁ ଏ ଭାଉଜ ନିଜେ ମାଛ ଭଜା ଖାଉଛି, ଆମ ପୁଅକୁ କହିଲା ବେଳକୁ ଆଣିକି ଆଳୁ ଭଜା ଦେଇ ଦଉଛି। ବହୁତ ହେଇଗଲା ଏ ଘରେ, ମତେ ନଦେଲୁ ନାଇଁ, ମୋ ପୁଅଟାକୁ ବି ଦବୁନି, ସବୁ ଏକା ଏକା ଖାଇବୁ। ଭାଉଜ ଭାଉଜ, କଣ ହେଲା ଲୋ, ଏତେ ଜୋର କଣ ଗଳା ଫଟଉଛୁ?
ମୁଁ ପୁରା ଚମକିକି ଦୌଡ଼ିକି ଆଇଲି। କଣ ହେଇଛି? ତୁ ଭାଉଜ ମତେ କହ, ଆମେ କଣ ଘରର କେହି ନୁହଁ? ଆମର କଣ ଏ ଘର ଉପରେ କିଛି ଅଧିକାର ନାହିଁ? ହେଲେ କଣ କହୁଥିଲ? ମୁଁ କିଛି ବୁଝିପାରୁନି। ସବୁ ବୁଝିକି ଆଉ ଆକ୍ଟିଂ କରିନି। ହେଲେ କଣ ହେଇଛି କହୁନୁ? ତୁ ମତେ ନଦେଲୁ ନାହିଁ, ମୋ ପୁଅଟାକୁ ବି ଟିକେ ଦେଲୁନି? ଏକିଟିଆ ସବୁ ଖାଇଦେଲୁ। ହେଲେ ଏକିଟିଆ କଣ ଖାଇଦେଲି ମୁଁ? କଣ ଖାଇଦେଲୁ? ତୋ ମନକୁ ଟିକେ ବାଧା ଦେଲାନି? ତୋ ହାତ ଛିଡି ପଇଲାନି? ତୋ ପାଟି କେମିତି କହିଲା ଖାଇବା ପାଇଁ? ତୋ ପେଟ ବିନ୍ଧା ହବନି? ଅନାନି ଟୋକଳି, କଣ ହେଇଛି ନ କହିକି ଇଆଡୁ ସିଆଡୁ ମତେ କହୁଛୁ। ଆଉ ମୁଁ ଯଦି କହିବି ତ କଥା ବନ୍ଦ କରିଦେବି। ହେଲେ କଣ କହିବି? ଏକୁଟିଆ ଏକୁଟିଆ ସବୁ ମାଛ ଭଜାକୁ ଖାଉଛୁ। ମତେ ନଦେଲୁ ନାହିଁ, ମୋ ପୁଅକୁ ବି ଟିକେ ଦେଲୁନି? ଏତେ ରାଗ ତୋର? ହେଲେ କୋଉ ମାଛ କଥା କହୁଛୁ? କୋଉ ମାଛ ମୁଁ ଖାଇଛି? ମୁଁ ଆଳୁ ଭଜା ଲଗେଇକି ଭାତ ଖାଇଛି। ଆଳୁ ଭଜା ଲଗେଇକି ଭାତ ଖାଉଛୁ? ଏତେ ମିଛ କଥା କହୁଛୁ ତୁ? ଆଜିକାଲି ତାହେଲେ ଆଳୁରୁ ବି କଣ୍ଟା ବାହାରିଲାଣି। ହେଲେ କୋଉ କଣ୍ଟା? ମୁଁ ତ କହୁଛି ମୂଳରୁ ଖାଇନି। କଣ୍ଟା କୋଉଠୁ ଆଇଲା ପୁଣି? ଏଇଠି କଣ ପଡିଛି? କଣ ପଡିଛି? ଏଇ କଣ୍ଟା ମୁଁ ଖାଉନଥିଲି, ମୋ ପୁଅ ଖାଉଥିଲା। ଓହୋ ହୋ ହୋ, ତୋ ପୁଅ ଖାଇଲା ବେଳକୁ ମାଛ ଖାଇବ ଆଉ ମୋ ପୁଅ ଖାଇଲା ବେଳକୁ ଆଳୁ ଭଜା ଖାଇବ? କେଡେ ଖେଚଡ ଟୋକାଲଟା କି? ମାନେ ମୁଁ ଯଦି ମାଛ ଭାଜିଥାନ୍ତି ଆଉ ସମସ୍ତେ ଖାଇ ନଥାନ୍ତେ, ଆଉ କଣ ଖାଲି ମୋ ପୁଅଟାକୁ ଦେଇଥାନ୍ତି? ଗୁଲୁରୁ ମାଛ ଖାଇବ ବୋଲି ଜିଦ୍ଦି କଲା, ଆଉ କଣ କରିବି? ନେଉଳ ଘରୁ ଆଣିକି ଗୋଟେ ମାଛ ଦେଇଥିଲି, ସେଇ ଖାଇକି କଣ୍ଟା ପକେଇ ଦେଇଥିଲି। ହଁ ହଁ ଜାଣିଛି କିଏ କଣ ଖାଇଛି କିଏ କଣ ଖାଇନି। ଉଠେ ପୁଅ, ଆଉ ଖାଇବା ଦରକାର ନାହିଁ। ଆଜି ଆମେ ପଳେଇବା ଆମ ଘରକୁ। ଖାଇତେ ଗଣ୍ଡେ କିଏ ଦବନି, ଆଉ ଏଠି କିଏ ରହିବ? ପଳେଇବା ଚାଲ। ହେଇଲୋ, ସେ ଖାଉଛି ଖାଇସାରୁ, ଖାଇଲା ବେଳୁ ତାକୁ ଉଠେଇକି ନେଇ ଯାଉଛୁ। ଖାଉ, ଏ ଘରେ ଖାଇବା ଦରକାର ନାହିଁ। ମୋ ଘରେ ଅଛି, ମୋ ଘରେ ଖାଇବ ମୋ ପୁଅ। ଚାଲେ ପୁଅ ଚାଲେ, ପଳେଇବା ଆମେ। ବଡ ହାରାମି ଖଣ୍ଡେ, ଛୁଆଟାକୁ ଖାଇବା ଖାଇବାକୁ ଉଠେଇକି ନେଇ ଯାଉଛି। ମାଲୋ, ମୁଁ ନେଇଯାଏ, ତା ଗିନା ଗୁଡାକ ଦେଇ ଆସେ, କୁଆଡେ ପୁଣି ହଜି ହାଜି ଯିବ।